ସାଧାରଣତଃ ଆମେ ଯେତେବେଳେ ପୂଜା କରିଥାଉ ସେତେବେଳେ ଠାକୁରଙ୍କ ପୂଜା କଲାବେଳେ ଶଙ୍ଖନାଦ କରିଥାଉ। ଶଙ୍ଖ ଶୁଭର ପ୍ରତୀକ, ସେଥିପାଇଁ ସକାଳେ ସନ୍ଧ୍ୟାବେଳେ ଠାକୁର ପୂଜା କରିବା ସମୟରେ ଆମେ ଶଙ୍ଖନାଦ କରିଥାଉ। ତେବେ ମନେ ରଖିବେ, ଯେତେବେଳେ ଶଙ୍ଖ ରଖୁଛନ୍ତି ଆପଣ ଘରେ, ବଜାଇବା ପାଇଁ ବାମାବର୍ତ୍ତୀ ଶଙ୍ଖକୁ ରଖିବେ ଏବଂ ପୂଜା କରିବା ପାଇଁ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ରଖିବେ। ମାତ୍ର ଏଇ କଥାକୁ ଧ୍ୟାନ ଦେବେ, ଯୋଡ଼ିଏ ଶଙ୍ଖ କେବେ ବି ରଖିବେ ନାହିଁ। ତିନୋଟି ଶଙ୍ଖ ରଖିବେ, ଆଉ ଗୋଟିଏ ଶଙ୍ଖ ପୂଜା କରିବା ପାଇଁ ଖଟୁଳିରେ ରଖିପାରିବେ। 3, 5, 7, 9 ଅଯୁଗ୍ମ ସଂଖ୍ୟା କ୍ରମରେ ହିଁ ଶଙ୍ଖକୁ ରଖିବେ ଏବଂ ଶଙ୍ଖ ବଜାଇଲା ବେଳେ ସଦାସର୍ବଦା 3 ଥର ଏବଂ ଆଉ ଗୋଟିଏ ଅଧା ଥର ଏହି କ୍ରମରେ ହିଁ ଶଙ୍ଖକୁ ବଜାଇବେ। ସକାଳେ ସନ୍ଧ୍ୟାରେ ଶଙ୍ଖ ବଜାଇବା ଦ୍ୱାରା ଦେବତା ପ୍ରସନ୍ନ ହୋଇଥାନ୍ତି, ସମସ୍ତ ପ୍ରକାର ଦୁଷ୍ଟ ଶକ୍ତି ନାଶ ହୁଏ, ଘର ମଧ୍ୟରେ ଗୋଟିଏ ଦିବ୍ୟତ୍ୱ ଦେବତ୍ୱ ବାତାବରଣ ବିରାଜମାନ କରିଥାଏ। ସେଥିପାଇଁ ପ୍ରତ୍ୟହ ଶଙ୍ଖନାଦ କରି ଦେବତାଙ୍କୁ ପ୍ରସନ୍ନ କରାଯାଏ। ପୂଜା ସମୟରେ ଶଙ୍ଖ